କମ୍ପ୍ଲିଟଲି ଚୁର। କୋଉ ଚୁରା? ବରା ଚୁରା ଯୋଉ ବରା ଆଉ ସିଙ୍ଗଡ଼ା ଚୁରା। ହ୍ୟାଲୋ ୱାଣ୍ଡରଫୁଲ୍ ପିପୁଲ୍, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ଆଉ ଗୋଟେ ବ୍ଲଗ୍ ମୁଁ ସ୍ୱାଗତ କରୁଛି। ସମୟ ହେଲାଣି ପାଖାପାଖି 10ଟା 10:30। ତ ମୁଁ ଉଠିଲିଣି 8ଟା ବେଳୁ, ପଢ଼ୁଥିଲି ବସିକି, ଏବେ ବି ଷ୍ଟିଲ୍ ପଢ଼ୁଛି। ତ ମୋ ଏକ୍ଜାମ୍ ଅଛି ଜୁନ୍ 8ରେ। ତ ମୁଁ ଏବେ ପଢ଼ୁଛି ହୋମ୍ ସାଇନ୍ସ, ଯେଉଁଟାକି ମୋର ଅପସନାଲ୍ ଅଛି ଅଫିସ୍ରେ। ଏବେ ବ୍ରସ୍ କରିସାରିଛି, ତ ଏବେ ମୋତେ ବହୁତ ଜୋର ଭୋକ ଲାଗିଲାଣି। ବ୍ରସ୍ କରିସାରିକି ମୁଁ 2-3 ଘଣ୍ଟା ପଢ଼ୁଥିଲି। ତ ଏବେ ମୁଁ ଖାଇବାକୁ ଯିବି ଇନ୍ ଦ ସେନ୍ସ କ'ଣ ରୁମ୍ରେ ଅଛି ଦେଖିବି, ନହେଲେ ଯିବା ବାହାରକୁ। ତ ମୁଁ ଯାଉଛି ଏବେ ଖାଇବାକୁ। ପୁରୀ 2ଟା ଆଉ ଚପ୍ 2ଟା ଦେଇଦେବେ। ହଁ ହଁ। ତ ଖାଇବା ନେଇ ଆସିଲି, ପୁରୀ ଆଉ ଚପ୍। ତ ଖାଇ ଦେଇକି ଏବେ ଯିବା। ତା କ'ଣ ଲେଖୁଛୁ? ଏଇଟା ଲଙ୍ଗ୍ କୋଶ୍ଚିନ୍ ଲେଖିଛି ବାୟୋର। ବାୟୋଲୋଜିର ହଁ, ଏକ୍ଜାମ୍ କେବେ? ଫେବୃଆରୀ 18 ସବୁ ସରିଲାଣି ନା ନାହିଁ? ଚାଲିଛି। ହଁ, ହସୁଛୁ କ'ଣ ପାଇଁ? ଆଉ ହସିବେନି? କାନ୍ଦୁନୁ। ହସି ହସି ଏକ୍ଜାମ୍ ପଢିବା ଅଛି। କଥା, ହସି ହସି ପଢିବା କଥା, କାନ୍ଦିଲେ ହବନି। ଇ ବାପା ମାନେ ପୁରା ଇନ୍ସପାୟାର ଟକ୍ ଦେଉଛୁ। ତା ମୋବାଇଲ ଏଇଠି ରହିବ, ଦେଖ। ଆଉ ସିଏ ପଡ଼ିବ ଯାଇକି ସେ ଭିତରେ, ଯେଉଁଟାକି ପୂର୍ବ ଭିଡ଼ିଓରେ ଦେଖିଥିଲେ। ସେ ପଡ଼ିବ ସେଠି, ତା ମୋବାଇଲ ଏଠି। କାହିଁକିନା ମୋବାଇଲ ଧରିକି, ସେ ମୋବାଇଲ ପାଖରେ ରହିଲେ ସିଏ ଭାଇ ଖାଲି ମୋବାଇଲ ଚଲେଇବ। ସେଥିପାଇଁ ମୋବାଇଲକୁ ଦୂରତାରେ ରଖିଦେଉଛି। କାହିଁକି ତ ଲଗେଜ୍ ଭିତରେ ରଖିଦେଉନୁ। କାହିଁକି? ଆଉ ଟୋଟାଲି ଧରିବୁନି। କଲ୍ ଫଲ୍ ଆସିବ କାଳେ। କଲ୍ ଆସିବନି, କାହିଁକି? ପଢ଼ାରେ ପୁରା ଇଏ ହେଇଯିବୁ, ମଗ୍ନ ହେଇଯିବୁ। ଇମ୍ପୋର୍ଟାଣ୍ଟ କଲ୍ କିଏ କରୁଛି ତୋତେ? ଆରେ ଇମ୍ପୋର୍ଟାଣ୍ଟ ହ୍ୱାଟ୍ସଆପ୍ ମେସେଜ ଗ୍ରୁପ୍। ମେସେଜର ଗ୍ରୁପ୍ ଥରେ କରିବେ, ତ ସବୁ ଥରେ କରିବେ। ତାହେଲେ ଇମ୍ପୋର୍ଟାଣ୍ଟ କଲ୍ ମେସେଜ ଆସିବ ନା, ଯାହା ପାଇଁ ଯୋଉ ଫୁଲ ଆଣିଥିଲୁ। କହୁନୁ, ଯାହା ପାଇଁ ଫୁଲ ଆଣିଥିଲୁ ତା ପାଇଁ ଇମ୍ପୋର୍ଟାଣ୍ଟ ମେସେଜ ତାଠୁ ଆସିବ। ତାର ରିପ୍ଲାଏ ନଦେଲେ ପୁଣି ରାଗିଯିବ ନା। ସେ ଦେଖିକି ତ ଭାଇ, ଦେଖିକି ଫୁଲଟା, ମାନେ ସେ ଯୋଉ ଖାଇବାଟା ନେଇ ଆସିଲା, ଫୁଲ ଆଣିଲାନି, ରାଗି ଯାଇଛି ନା ନାଇଁ? ରାଗିନି। ଓ ଖାଇବା ଭାଇ ଆସିଗଲେ, ତଳକୁ ଯିବି ଆଣିବା ପାଇଁ। ଯେହେତୁ ମୁଁ ଯାଇ ନାହିଁ କ୍ୟାଣ୍ଟିନ୍, କି ଆଜି ଲାଇବ୍ରେରୀ ଯାଇ ନାହିଁ ସକାଳୁ, ତ ସେଥିପାଇଁ ଖାଇବା କ୍ୟାଣ୍ଟିନ୍ରୁ ପଠାଇ ଦେଇଛନ୍ତି। ତ ଯିବା ତଳକୁ ନେଇକି ଆସିବା। ଫୋନ୍ କରିଥିଲେ ଏବେ, ତ ଯିବା ଏବେ। ଆଜି ମଙ୍ଗଳବାର, କ'ଣ ହେଇଥିବ କେଜାଣି। ଭାଇ ଏତେ ପର୍ଯ୍ୟନ୍ତ ଆସିନାହାନ୍ତି, ତ ଏବେ ଆସିଗଲେ ଖାଇବା ନେଇକି। ଏ ଯେଉଁ ଆମ ଘର ସାମ୍ନାରେ ଗୋଟେ ନାହିଁ ନା, ଆମର KTM ଗାଡ଼ିଟା ଗୋଟେ ଛିଡ଼ା ହେଉନି, ସେ 125cc, ତାପରେ ବସି ପଡ଼ିଥିଲି ଧୀରେ, ଏଇ ଟାଇମ୍ରେ 12ଟା ଟାଇମ୍ରେ। ତ ସେ ସେଇ ଟାଇମ୍ରେ ଖାଇବା ଦେବା ପାଇଁ ଆସିଛି। ମାନେ ଯିଏ ଖାଇବା ଦେବା ପାଇଁ ଆସିଛି, ସେ କ୍ୟାଣ୍ଟିନ୍ରୁ ମୋତେ ଚିହ୍ନା ପରିଚୟ ଜଣା ଅଛି। ତ କହୁଛି ଭାଇ, ସେମାନେ କହିବା ପୂର୍ବରୁ, ମାନେ ମୁଁ କିଛି କହିବା ପୂର୍ବରୁ ସେ ତାର ସେପଟୁ ପଳେଇଲାଣି। ମୋତେ କହିଲା ଭାଇ ଗାଡ଼ି ଆଣିଲ ଖାଇବାକୁ। ନୂଆ ଗାଡ଼ି ସେତେବେଳେ ଛିଡ଼ା ହେଇଥିଲା ନା, ପୂଜା ହେଇକି ମୁଁ ତାପରେ ବସିଥିଲି। ତ କହୁଛି ଭାଇ ଗାଡ଼ି ଆଣିଲ ଖାଇବା, ମିଠା ପିଠା କାହିଁ? ମୁଁ କହିବା ପୂର୍ବରୁ କିଛି ସିଏ ପଳେଇଲାଣି। ସେଇ ଦିନଠୁ ମୋତେ କହି ଚାଲିଛି, ଭାଇ ମିଠା କାହିଁ? ମୁଁ କହିଲି କୋଉ ମିଠା? ନା ଗାଡ଼ି ଆଣିଲ। ଆଜି ବି ଏବେ କହିଲା, ଏବେ ଜଷ୍ଟ ଆସିକି କହିଲା ଭାଇ ମିଠା ଖାଇବି। ମୁଁ କହିଲି କୋଉ ମିଠା ଦେବି, କାହାକୁ ମିଠା ଦେବି? ନା ତମେ ଗାଡ଼ି ଆଣିଲ ଆଉ ମିଠା। ମୁଁ କହିଲି ଏଇଟା ମୋ ଗାଡ଼ି, ମିଛ କଥା କହୁଛି। ସେ ବିଶ୍ୱାସ କରୁନାହିଁ। କେମିତି ବିଶ୍ୱାସ ଅଣେଇବି ମୁଁ ଜାଣିପାରୁନି, ଯେହେତୁ ସେ ଗାଡ଼ି ଉପରେ ସେଇ ଟାଇମ୍ରେ ବସି ପଡ଼ିଥିଲି। ତ ଭାଇ ବସିକି 3 ମୂର୍ତ୍ତି, ସନ୍ଧ୍ୟା ହେଇଗଲାଣି। ଅଫିସରୁ ଶୁଭଜିତ ପଳେଇ ଆସିଲାଣି। ଆଉ ଆମ ଡିସ୍କୁରେ ତାର ଶୋଇକି ଉଠିକି ପଡ଼ିଲାଣି। ମୁଁ ଚପ୍ ଆଉ ବରା ନେଇକି ଆସିଥିଲା ଶୁଭଜିତ, ବସିକି ଖିଆ ଚାଲିଛି 3 ଜଣ। 3 ମୂର୍ତ୍ତି। ତା ଷ୍ଟିଲ୍ ବଡ଼ିକି ଦେଖୁଛ, ଆର ଦେଖୁଛ ମାଇକ୍ ଟାଇସନ୍ ବଡ଼ି। ଦେଖ ଚଷମାଟା ଉପରକୁ କରିଦେଉଛୁ ସବୁବେଳେ, କାହିଁକି ଯୋଉ 90s କି 80s 70sର ଯୋଉ ହିନ୍ଦୀ ମାଷ୍ଟର ଯୋଉମାନେ, ତାଙ୍କ ଚଷମା ଯୋଉ ନାକ ତଳକୁ ଆସିକି ଦେଖିଥିବେ, ଚଷମା ଥିବ କିନ୍ତୁ ଦେଖୁଥିବେ ଆଖି ଲୁଜ୍ ହେଇକି ଖସିଯାଏ। ତ ଢିଲା ହେଇଗଲାଣି ଫ୍ରେମ୍ ନା। ତ ନେଇକି ଆସିଥିଲା ବସିକି ବରା, ଆଉ ବରା ତ ନୁହଁ, ଚପ୍ ଆଉ ସିଙ୍ଗଡ଼ା ଖିଆ ହେଉଛି।
କ'ଣ କ'ଣ ଗୋଟେ ନେଇକି ଆଇଛି ଦେଖିଆ କ'ଣ ଗୋଟେ ପିନ୍ଧିକି ଏଇଟା କ'ଣ ନେଇକି ଆଇଛୁ କ'ଣ ମୁଁ ପିନ୍ଧିକି ଦେଖିବିନି, ଏଟା ଦେଖିଦିଅ। ଏଇଟା ଏଇଟା qu'ଟା ବାଲାକ୍ଲାଭା, ଏଟା ମୁଣ୍ଡରେ ପିନ୍ଧନ୍ତି। ପିନ୍ଧିଲୁ ହେ ପିନ୍ଧି ଏଇଟା ଆସିଛୁ ହେ କ'ଣ ପିନ୍ଧ ଆସିଛୁ ପିନ୍ଧିକି ଦେଖା ନେଇକି ଆସିଛୁ ଗୋଟେ ନୂଆ ଜିନିଷଟେ। ହଁ ପିନ୍ଧୁଛି, ଏଇଟାକୁ ଏମିତି କରିଦେବା। ତାପରେ ଏଇଟା ଶୀତ ପାଇଁ ଉପରଟା ଉପରଟା ଲଗଉନୁ। କମ୍ପ୍ଲିଟଲି ଚୁର। କୋଉ ଚୁର? ଭାଇ ବରା ବରା ଚୁରା ଯୋଉ ବରା ଆଉ ସିଙ୍ଗଡା ଚୁରା ଭଳିଆ ଦେଖାଯାଉଛି। ହେଲମେଟ ଭିତରେ ପିନ୍ଧନ୍ତି। ତାକୁ ଆଣିକି ଏଇ ନେଇଛି। କୋଚି ମଲ୍ ଯାଇଥିଲା ନା ସେଇଥିପାଇଁ ଗୋଟେ ମଗେଇଛି। ଭାଇ ଶୁଭଜିତ ଆମର ଡେଲି ପିନ୍ଧି ତାର ଯାଉଛି ହେଲମେଟ ଅଫିସକୁ, ତ ଇଏ କଲା ମତେ ଗୋଟେ ନେଇ ଭାଇ ଚପ ଆଉ ସିଙ୍ଗଡା ଚୋର ଭଳିଆ ଦେଖାଯାଉଛି। ଆଉ ଥରେ ଟିକେ ପିନ୍ଧିକି ଦେଖେ। ଆରେ ଦେଖା 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 ଆଉ ଥରେ ଶୁଭଜିତ ଏଠି କରା। ଭାଇ ପୁରା ବରା ସିଙ୍ଗଡା ଚୋର ବରା ଆଉ ସିଙ୍ଗଡା ଚୋର ଖାଉଛି। ଓହୋ ତ ଏବେ ତାର ଲାଗିଗଲା, ସେ ଆଉ ବାଟ ଭୁଲିବନି କି ଡିରେକ୍ସନ ଯୋଉ ଯାଉଥିଲା ଲଗେଇକି ମୋବାଇଲ ବାରମ୍ବାର ଦେଖୁଥିଲା, ତ ଆଉ ତାର କିଛି ପ୍ରୋବ୍ଲେମ ହବନି। ତ ଖୁସିରେ ଆସିଲା ବେଳକୁ ଟେନସନ, ସନ୍ଧ୍ୟା ବେଳୁ ଲଗେଇ ଲଗେଇ ବହୁତ ଟେନସନ। ରେଞ୍ଚି ରେଞ୍ଚି ମାଗିକି ମତେ ରେଞ୍ଚି କେଞ୍ଚି ମାଗିକି ଯୁଗାଡ କରିକି କହିଲା କାହା କତରେ ରେଞ୍ଚି ଅଛି ମୁଁ ଲଗେଇବି। ଦେଖିଲା ବେଳକୁ ପାଇଲାନି, ଶେଷରେ ନେଇକି ଆସିଲା। ଏବେ ତା ମୁହଁ ଦେଖ ସତେ ଯେମିତି। ତ ମୋ ଖାଇବାଟା ଆସିଛି, ତ କ୍ୟାଣ୍ଟିନରେ ଆମର ରୁମରେ ରଖିଦେଇଛି, ସେଟା ଡିସ୍କୁ ଖାଇଦବ। ତ ଆମେ ଦି ଜଣ ଏବେଠୁ ଖାଇବା ନେଇକି ଯିବା। ତ ଚାଲ ଯିବା ସିଆରଠୁ ଖାଇବା ଆଣି। ତ ରୁମରେ ଏବେ ପହଞ୍ଚିଲେ, ରୁମକୁ ଏବେ ଯିବା। କଣ ଦେଖୁଛ? ଗାଡି ତ ଠିକ ଠାକ କରିକି ନେଇକି ଆଇଲି, ଆଉ କଣ ଦେଖୁଛୁ? ଲାଇଟ୍ ଆଡା ଫ୍ଲାସ ଲାଇଟ୍ ସେଥିପାଇଁ ମାରୁ। ତ ଭାଇ ସମୟ ହେଲାଣି ପାଖାପାଖି 10:30। ତ ସମସ୍ତେ ଖାଇ ପିଇକି ଶୋଇଲେଣି, ତ ମୁଁ ବସିକି ଏଡ଼ିଟିଂ କରୁଥିଲି। ଡିନ୍ସକୁ ନାହିଁ, ସେ ଯାଇକି ତାର ରୁମ୍ର ପଢ଼ୁଛି ପଢ଼ା ରୁମ୍ରେ। ତ ଏଇ ବ୍ଲଗ୍କୁ ଏଇଠି ଏଣ୍ଡ କରୁଛି। ନେକ୍ସଟ ଦେଖା ହେବ ନେକ୍ସଟ ବ୍ଲଗ୍ରେ। ବ୍ଲଗ୍ ଯଦି ଭଲ ଲାଗିଲା ଲାଇକ୍ ଆଉ ସବସ୍କ୍ରାଇବ୍ ନିହାତି କରିଦେବେ ଭାଇ। ବହୁତ କଷ୍ଟ ହେଉଛି ବ୍ଲଗ୍ କରିବା ପାଇଁ, ତ ମୋତେ ସପୋର୍ଟ କରିବେ। ତ ନେକ୍ସଟ ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଟିଲ୍ ଦେନ୍ ବାଏ ବାଏ, ଗୁଡ୍ ନାଇଟ୍, ଟେକ୍ କେୟାର।